सोनालीज किचन को आपण समस्त को अनेक अनेक स्वागत। तेबे फ्रेंड्स, आज रेसिपीटी होची भेंडी गोटा भजा। खरा दिने पखाळ भात तो निहाती आपनको पसंद थिबो। आ जदि ता सहित एहीपरि भेंडीर गोटा भजा मिली जाए ताहेले तो जमी गला। ସମସ୍ତଙ୍କର ଏଇଟାକୁ ବନେଇବା ପ୍ରୋସିଜର ଅଲଗା ଅଲଗା। ତ ରେଗୁଲାର ବେସିସରେ ଘରେ ମୁଁ ଆକୁ ଯୋଉ ପ୍ରକାର ତିଆରି କରେ ତାହା ସେୟାର କରିବି। ଯଦି ଭିଡ଼ିଓଟି ଭଲ ଲାଗେ ଆପଣମାନଙ୍କୁ ତାହେଲେ ଲାଇକଟି କରିଦେବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ସବସ୍କ୍ରାଇବ କରିନାହାନ୍ତି ଏପର୍ଯ୍ୟନ୍ତ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆଉ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିବେ, ଯାହାଦ୍ୱାରା ମୁଁ ଅପଲୋଡ଼ କରୁଥିବା ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ସ ଆପଣମାନେ ପାଇପାରିବେ। ତାହେଲେ ଚାଲନ୍ତୁ ରେସିପିଟି ଷ୍ଟାର୍ଟ କରିନେବା। ଗୋଟା ଭେଣ୍ଡି ବନେଇବା ପାଇଁ ମୁଁ ଏଇଠି ପୁରାପୁରି ଫ୍ରେଶ ଭେଣ୍ଡିର ବ୍ୟବହାର କରୁଛି। ବଡ଼ ସାଇଜର ଭେଣ୍ଡି ହେଲେ ବେଶୀ ଭଲ, ବେଶୀ ମସଲା ତା ଭିତରେ ଆପଣ ପୁରେଇ ପାରିବେ ଏବଂ ଏଇଟା ଖାଇବାକୁ ବହୁତ ବଢ଼ିଆ ଲାଗିବ। ତ ଏବେ ଦେଖନ୍ତୁ ମୁଁ ଏଇଠି କୋଉପରି ଭାବରେ ଭେଣ୍ଡିକୁ କାଟି ଦଉଛି। ମଝିରୁ ଆର ଗୋଟେ କଟ୍ ଲଗାଉଛି, ଯେମିତି ଆ ଭିତରେ ଭଲ ଭାବରେ ମସଲା ସବୁ ଆମେ ପୁରେଇ ପାରିବା। ତ ସବୁତକ ଭେଣ୍ଡି ଏଇଠି ମୁଁ କାଟିକି ରେଡି କରି ନେଇଛି। ତ ଚାଲନ୍ତୁ ଏବେ ଆର ମସଲା ପ୍ରସ୍ତୁତ କରିବା। ଭେଣ୍ଡି ମସଲା ପାଇଁ ମୁଁ ଏଇଠି ନେଇଛି 2ଟି ବଡ଼ ସାଇଜର ଆଳୁ, ଯାହାକୁ କି ମୁଁ ସିଝେଇକି ଚୋପା ଛଡ଼େଇକି ନେଇଛି। 2ରୁ 4 ମିନିଟ୍ ପାଇଁ ରୋଷ୍ଟ କରିକି ନେଇଥିଲି ଏଇ ବେସନ। 2 ଚାମଚ ରୋଷ୍ଟେଡ ବେସନ ଏଇଥିରେ ଆଡ୍ କରୁଛି। ବେସନ ଆଡ୍ କରିବା ଦ୍ୱାରା ମସଲା ଭେଣ୍ଡିରେ ଭାଜିଲା ସମୟରେ ଭେଣ୍ଡିରୁ ବାହାରିବନି। ଏଇଟା ବାଇଣ୍ଡିଂ ପାଇଁ ହେଲ୍ପ କରେ, ସେଇଥିପାଇଁ ମୁଁ ଏଇଠି ଭେଣ୍ଡି ନେଇଛି। ସ୍ୱାଦ ଅନୁସାରେ ଲୁଣ ନେଉଛି ଏଇଠି। ହାଫ୍ ଟି ସ୍ପୁନ୍ ଜିରା ଗୁଣ୍ଡ ନେଉଛି। ହାଫ୍ ଟି ସ୍ପୁନ୍ ହଳଦୀ ଗୁଣ୍ଡ ନେଉଛି। ହାଫ୍ ଟି ସ୍ପୁନ୍ ଏଇଠି ଗରମ ମସଲା ଗୁଣ୍ଡ ନେଉଛି। ହାଫ୍ ଟି ସ୍ପୁନ୍ ଏବେ ଏଥିରେ ଦଉଛି କାଶ୍ମୀରୀ ରେଡ୍ ଚିଲି ପାଉଡର। ଏବେ ସବୁ ଆଡ୍ କଲା ପରେ ମୁଁ ଅଳ୍ପ କିଛି ପାଣି ଦେଇକି ଆକୁ ଭଲ ଭାବରେ ଚକଟି ନେବି। ଏଇଠି ଦେଖନ୍ତୁ ମୋର ମସଲା ପୁରାପୁରି ରେଡି ହେଇଯାଇଛି। ତ ଚାଲନ୍ତୁ ଏବେ ଆର ଷ୍ଟଫିଂ ଭେଣ୍ଡି ଭିତରେ ପୁରେଇବା। ମଝିରେ ଫାଳ କରିଥିଲି ଯୋଉ ମୁଁ ଭେଣ୍ଡିକୁ, ତା ମଝିରେ ଯେତେ ହେଇପାରିବ ଆପଣ ମସଲାକୁ ଭର୍ତ୍ତି କରିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଯେତେ ମସଲା ଲାଗିବ ଭେଣ୍ଡି ଖାଇବା ପାଇଁ ସେତେ ଟେଷ୍ଟି ଲାଗିବ। ତ ଦେଖନ୍ତୁ ମୁଁ କେମିତି ଆ ଭିତରେ ବଢ଼ିଆ ଭାବରେ ମସଲାକୁ ପୁରା ଇଭେନଲି ସ୍ପ୍ରେଡ୍ କରିକି ତା ଭିତରେ ପୁରେଇ ଦଉଛି। ଏହିପରି ଭାବରେ ମୁଁ ବାକି ତକ ଭେଣ୍ଡି ସବୁରେ ମଧ୍ୟ ଭଲ ଭାବରେ ମସଲା ପୁରେଇ ଦେବି। ମସଲା ପୁରେଇଲା ବେଳେ ଧ୍ୟାନ ଦେବେ ଯେମିତି ପଛପଟୁ ଭେଣ୍ଡି ଫାଟି ନଯାଏ। ଏହିପରି ଭାବରେ ଯେତିକି ହେଇପାରିବ ସେତିକି ମସଲା ମୁଁ ସବୁ ଭେଣ୍ଡିରେ ପୁରେଇକି ରେଡି କରିକି ନେଇଛି। ତ ଚାଲନ୍ତୁ ଏବେ ଆକୁ ମୁଁ ଗୋଟେ ତାୱା ସାହାଯ୍ୟରେ କିଛି ସମୟ ପାଇଁ ଭାଜିବି। ତ ଏଇଠି ଗୋଟେ ତାୱା ନେଇଛି, କିଛି ତେଲ ଗରମ କରି ନେଇଛି। ସେଇଥିରେ ଦଉଛି ସୋରିଷ, ଆଉ କିଛି ଏବେ ଦଉଛି ଏଇଥିରେ ସୋରିଷ ଫୁଟିଲା ପରେ ଜିରା। ଏଇଠି ମୁଁ ଭଲ ଭାବରେ ତେଲକୁ ସବୁ ପଟେ ଯେମିତି ଲାଗିଯିବ ତାୱାର ସେମିତି ଆକୁ ସ୍ପ୍ରେଡ୍ କରିଦଉଛି ଗୋଟେ ଚାମଚ ସାହାଯ୍ୟରେ। ମସଲା ଦେଇକି ପୁରେଇକି ରଖିଥିବା ସବୁତକ ଭେଣ୍ଡିକୁ ଏବେ ଗୋଟେ ପରେ ଗୋଟେ ମୁଁ ତାୱାରେ ଦେଇ ଦଉଛି। ଭେଣ୍ଡିର ତଳ ପଟେ ତ ଭଲ ଭାବରେ ତେଲ ଲାଗିଛି। ଏବେ ମୁଁ ଗୋଟେ ବ୍ରଶ ସାହାଯ୍ୟରେ ଉପର ପଟେ ମଧ୍ୟ ତେଲ କିଛି ଗ୍ରୀସ୍ କରିନେବି। ପୂର୍ବରୁ ମୁଁ ମସଲା ପ୍ରସ୍ତୁତ କଲା ସମୟରେ ମସଲାରେ ଲୁଣ ଦେଇଥିଲି, କିନ୍ତୁ ଏଇ ଗୋଟା ଭେଣ୍ଡିରେ କିଛି ମୁଁ ଲୁଣ ଦେଇନଥିଲି। ତ ସେଇଥିପାଇଁ ମୁଁ କିଛି ଉପରୁ ତା ଉପରେ ଲୁଣ ଦେଇ ଦଉଛି। ହାଇ ଫ୍ଲେମ୍ ଆକୁ କରନ୍ତୁନି, ନହେଲେ ତଳ ପଟୁ ମସଲା ସବୁ ପୋଡ଼ିଯିବ। ତ ଏବେ ଦେଖନ୍ତୁ କିଛି ସମୟ ପରେ ମୁଁ ଆକୁ ଉଲ୍ଟେଇ ନେଉଛି। ସବୁତକ ଭେଣ୍ଡିକୁ ମୁଁ ଥରେ ଥରେ ଏବେ ଉଲ୍ଟେଇ ନେବି। ମଝି ମଝିରେ ଆପଣ କିଛି କିଛି ସମୟ ଗ୍ୟାପରେ ଏପଟ ସେପଟ କରୁଥାନ୍ତୁ, ଯେପରି ଦି ପଟରୁ ଭେଣ୍ଡି ଭଲ ଭାବରେ ସିଝିଯିବ। लो फ्लेम्रे मझे मझे किछि किछि समय पर आपण आको एपट सेपट उल्टाउथांतु मझे मझे जेमती एटा तळु लागिकी पोड़ीजीवनी। एटा जेते लो फ्लेम्रे आपण करिवे सेटा भजा खाया पे सेते बढ़िया लागिवो। तो एटा देखंतु दी पटरु एटा भल भाबरे पूरा फ्राए हो जाइछि। हमर गरमा गरम गोटा भेंडी भजा एबे पूरा पूरी रेडी हो जाइछि। आको मु एबे गोटे प्लेट रे सर्व करि नेछि। देखंतु आजिर ही रेसिपीटी आपण मानकु भल निश्चय लागिथिबो। मो स्टाइल रे मु केमिति तयारी करे एहा आपण मानकु देखैली। आपण निश्चय याकु थरे घरे तयारी करिकि पखाळ भात सहित खांतु। आ केमिति लागिला कमेंट बॉक्स रे लिखि जणांतु। ताहेले आज पई एतिकी, पुणी आसीबी आ गोटे नुआ रेसिपी सहित। से पर्यंत रहुछि, नमस्कार।